ହ୍ୟାଲୋ ହାଇ ସାଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ଭଲ ଥିବେ। ମୁଁ ବି ବହୁତ ଭଲରେ ଅଛି। ଜାଣିବେନି ମୁଁ କୋଉଠିକି ଯାଉଛି, ବ୍ଲଗରେ କଣ୍ଟିନ୍ୟୁ ରୁହ, ଜାଣିପାରିବେ ମୁଁ କୋଉଠିକି ଯାଉଛି। ମୁଁ ଆସିକି ପହଞ୍ଚି ସାରିଛି ମହାବିନାୟକ ମନ୍ଦିରରେ। ରାସ୍ତାରେ ଅଛି, ଦେଖୁଥିବେ କେତେ ଭିଡ଼ ଅଛି। ମୁଁ ପହଞ୍ଚି ସାରିଛି ମନ୍ଦିର ଭିତରେ। ଚାଲନ୍ତୁ ଦର୍ଶନ କରିବା ଭୋଳା ବାବାଙ୍କୁ। ମୁଁ ଏପଟରେ ଦୀପ ଜାଳୁଥିଲି, ସେପଟେ ପ୍ରସାଦ ଦେଇ ଦେଇଥିଲି ନନାକୁ ପ୍ରସାଦ କରିବାକୁ। ଆମର ତ ଭଲରେ ଠାକୁର ଦର୍ଶନ ହେଇଗଲା। ମୁଁ କହିଲି ମୋ ସ୍ୱାମୀ କହିଲି ମୋର ଗୋଟେ ଫଟୋ ଉଠେଇଦେଲ, ଫେସବୁକରେ ଷ୍ଟାଟସ୍ ଦେବି। ଦେଖିଲା ମୁଁ ଫଟୋ ନ ଉଠେଇକିନି ସେ ତାଙ୍କର ବ୍ଲକ୍ କରିବାରେ ଲାଗି ପଡ଼ିଲେ। ଯାହା କହିଲା ମୁଁ ଏକା ବୋକା ଆଉ ସେତେବେଳେ ମୋର ଫଟୋ ଉଠେଇ ଦେଲେନି, ଏବେ ଡାକୁଥିନି ଆସ ଫଟୋ ଉଠେଇବା। କଣ କରିବି, ବାଧ୍ୟ ଯାଇକି ଫଟୋ ଉଠେଇନି। ରାଗି ତ ପାରିବିନି ନା ମନ୍ଦିର ଭିତରେ। ଫଟୋ ଉଠେଇ ସାରିକିନି ମତେ କହୁଥିଲି ଯା ସେ ମାଙ୍କଡ଼ କତିକି। ସହଜରେ ମୁଁ କିଛି ନେଇନି, ସେ ମାଙ୍କଡ଼ ଆହୁରି ମତେ କାମୁଡ଼ିବାକୁ ଗୋଡ଼େଇବ। ସେଇଥିପାଇଁ ମତେ କହୁଥିଲି ଯା ସେ ମାଙ୍କଡ଼ କତିକି। ମନ୍ଦିର ପଛକରୁ ଗୋଟେ ପାର୍କ ଅଛି। ମତେ ସେ ପାର୍କ ଏତେ ଭଲ ଲାଗିଲା, ମତେ ଆସିବାକୁ ହିଁ ଇଚ୍ଛା ହେଲାନି। ସାଙ୍ଗମାନେ କାହିଁକି ଡେରି କରୁଥିଲି, ଶୀଘ୍ର ଶୀଘ୍ର ପଳେଇ ଆସନ୍ତୁ, ବଢ଼ିଆ ଜାଗା। ଯେହେତୁ ମୋ ସ୍ୱାମୀ କ୍ୟାମେରା ଧରିଥିଲେ, ମୁଁ କହିଲି ମୁଁ ଆଉ ଖରାରେ ଯାଇପାରିବି ନାହିଁ। ମୁଁ ଛାଇ ମୂଳେ ଠିଆ ହେଇଛି, ତମେ ଯାଅ ବୁଲି ବାଲିକି ଆସିବ, ମୁଁ ଏଇଠି ଠିଆ ହେଇଛି। ବୁଲାବୁଲି କରି ସାରିକିନି ମୁଁ ପଳେଇ ଯାଇଥିଲି କିଛି କିଣାକିଣି କରିବାକୁ। ଆଜିର ବ୍ଲଗ୍ଟା କେମିତି ଲାଗିଲା ସାଙ୍ଗମାନେ? ଆଉ ଗୋଟେ କଥା, ଯଦି ବି କୋଉଠି ଭୁଲ ଭାଲ ରହିଯାଇଥିବ ପ୍ଲିଜ୍ କହିବେ ତ। ଫାଷ୍ଟ ଟାଇମ୍ ବ୍ଲଗ୍ କରୁଛି, ଟିକେ ନର୍ଭସ୍ ଲାଗୁଛି। ରହିନି, ଜୟ ଜଗନ୍ନାଥ।